2026 ଜାନୁଆରୀ ପହିଲାରୁ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ କି ନାହିଁ ଅଷ୍ଟମ ବେତନ କମିଶନର ଲାଭ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। କାରଣ କର୍ମଚାରୀମାନଙ୍କ ମନରେ ପ୍ରଶ୍ନ ହେବ ଯେ ଯଦି ସେମାନେ 2026 ଜାନୁଆରୀ 1 ପୂର୍ବରୁ ଅବସର ନିଅନ୍ତି ତେବେ ସେମାନେ ଅଷ୍ଟମ ବେତନ କମିଶନ ଅନୁଯାୟୀ ସୁବିଧା ପାଇବେ କି ନାହିଁ। ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ରାଜ୍ୟସଭାରେ ଅର୍ଥ ବିଲ୍ 2025 ଏବଂ ବିନିଯୋଗ ବିଲ୍ 2025 ଉପରେ ଆଲୋଚନା ସମୟରେ ସ୍ପଷ୍ଟ କରିଥିଲେ ଯେ ପେନ୍ସନ୍ ନିୟମରେ ସାମ୍ପ୍ରତିକ ପରିବର୍ତ୍ତନ କେବଳ ବିଦ୍ୟମାନ ନୀତିଗୁଡ଼ିକୁ ବୈଧ କରିବା ପାଇଁ ଏବଂ ଏହା ନାଗରିକ କିମ୍ବା ପ୍ରତିରକ୍ଷା ପେନ୍ସନଭୋଗୀଙ୍କ ପାଇଁ ଲାଭକୁ ପରିବର୍ତ୍ତନ କରିବ ନାହିଁ। ସୀତାରମଣ କହିଛନ୍ତି ଯେ ସପ୍ତମ ବେତନ କମିଶନ 2016 ପୂର୍ବରୁ ଏବଂ 2016 ପରେ ଅବସର ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାନତା ସୁନିଶ୍ଚିତ କରିଛି। ଏପରି ପରିସ୍ଥିତିରେ ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ ଆଗାମୀ ଅଷ୍ଟମ ବେତନ କମିଶନ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 2025ରେ ଅନୁମୋଦନ କରିଥିଲେ, ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଏବଂ ସୁବିଧାକୁ ଆହୁରି ସଂଶୋଧନ କରିବ। ଅର୍ଥାତ୍ ଯେଉଁମାନେ 2026 ଜାନୁଆରୀ 1 ପୂର୍ବରୁ ଅବସର ନେଉଛନ୍ତି ସେମାନେ ମଧ୍ୟ ଅଷ୍ଟମ ବେତନ କମିଶନ ଅଧୀନରେ ଲାଭ ପାଇପାରିବେ। ଅଷ୍ଟମ ବେତନ କମିଶନର ସୁପାରିଶଗୁଡ଼ିକ ଜାନୁଆରୀ 1, 2026ରୁ ଲାଗୁ ହେବାର ସମ୍ଭାବନା ଅଛି। ପୂର୍ବ କମିଶନଗୁଡ଼ିକ ପରି କର୍ମଚାରୀମାନେ ଆଶାବାଦୀ ଯେ ଅଷ୍ଟମ ବେତନ କମିଶନ ଆସିବା ସହିତ ଦରମା ଏବଂ ପେନ୍ସନରେ ସଂଶୋଧନ ହେବ। ଏଥିରେ ପେନ୍ସନଭୋଗୀଙ୍କ ପାଇଁ ଡିଏ ଏବଂ ଡିଆର୍ରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ କରାଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ସ୍ପଷ୍ଟ କରିଥିଲେ ଯେ ସରକାର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପେନ୍ସନ୍ ସମାନତା ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଏବଂ ସୁବିଧା ସଂଶୋଧନ କରିବା ପାଇଁ ଜାନୁଆରୀ 2025ରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।